ଠାକୁରଙ୍କର ଶେଷ ଖାଦ୍ୟ ହେଉଛି କ୍ଷୀରି, ଯାହାକୁ ସେ ମୋତେ ମାଗିଥିଲେ। ତାଙ୍କର ଶେଷ ଦୀକ୍ଷା ମୋରି ପାଖରେ। ମୁଁ ହେଲି ସର୍ବକନିଷ୍ଠ ପୁତ୍ର, ମୋ ଠାରୁ ଆଉ ସେ କାହାକୁ ଦୀକ୍ଷା ଦେଇନାହାନ୍ତି। ଯିବାକୁ 13 ଦିନ ବାକି ଅଛି, ମୋତେ ଦେଇକି ଦେଲେ। 2, ତାଙ୍କର ଶେଷ ଯଜ୍ଞ ଆମ ଜନ୍ମସ୍ଥାନରେ। ଆଉ ସେ ଜନ୍ମସ୍ଥାନ ପରେ ଆଉ କେଉଁଠି ସେ ଶେଷ ଯଜ୍ଞ କରିନାହାନ୍ତି। ଯେତେବେଳେ ଆସାନସୋଲରେ ତାଙ୍କର ଦେହ ଖରାପ ହେଲା, ପୂର୍ଣ୍ଣାହୁତି ଦିନ ଆଉ ପୂର୍ଣ୍ଣାହୁତି ସେ ଗଲେନି। ପୂର୍ଣ୍ଣାହୁତି ସେଦିନ ହେଇନି ଶୋଇକି ରହିଲେ। ଆଉ ଆମେ ଭାବିଲୁ ଠାକୁର ବର୍ତ୍ତମାନ ଚାଲିଯିବେ। ତେଣୁ ହରିବୋଲ ହୁଳହୁଳି ପଇଲା। ମୋତେ କହିଲେ ତୁମେ ଭାଗବତ ପଢ଼। ମୁଁ ଭାଗବତ ଠାକୁର ପାଖରେ ପଢ଼ିଲେ, ସମସ୍ତେ କାନ୍ଦୁଛନ୍ତି, ହରିବୋଲ ହୁଳହୁଳି ଚାଲିଛି। ସେହି ସମୟରେ ଆମର ମଠର ଯେଉଁ ରାଧାକୃଷ୍ଣ ଦାସ, ରାଧାକୃଷ୍ଣ ବାବା, ସିଏ ସେଠିକି ଯାଇଥିଲେ। ମଠରେ ଗୋଟେ ଟ୍ରେକର ଥିଲା। ସିଏ କହିଲେ ମୁଁ ବର୍ତ୍ତମାନ ଟ୍ରେକରରେ ନେଇଯିବି ଠାକୁରଙ୍କୁ, ଏଠି ରଖିବିନି। ସେଠୁ ଘିନି ପଳେଇ ଆସିଲେ। ଯେତେବେଳେ ଘିନି ପଳେଇ ଆସିଲେ, ସେଠୁ ରାସ୍ତାରେ ଆସୁଛନ୍ତି, ଅବଚେତନ ମନ, ଚେତନା ନାହିଁ, କିନ୍ତୁ ପାଟିରେ ରାମ ରାମ କହୁଥାନ୍ତି। ମୁଁ ମୁଣ୍ଡକୁ ଧରିକି ବସିଛି। ଆଜି ଗାୟତ୍ରୀ ମାତା ଯିଏ ଏବେ ହେଇଛି, ତା ନାଁ ଗୌରୀ ଥିଲା, ସିଏ ସେଠି ତା ଗୋଡ଼କୁ ଧରି ବସିଛି ଟ୍ରେକରରେ। ସେଠୁ ମୁଁ ପଚାରିଲି, ଠାକୁରେ ଆପଣ ରାମ ରାମ କହୁଛନ୍ତି, ରାମକୁ ଦେଖୁଛନ୍ତି ନା? କହିଲେ ରାମ ରାମ ରାମ, ଆହା ଏହା କହିଲେ 2 ଆଖିରୁ ଲୁହ ଗଡ଼ି ପଡ଼ିଲା। ମୁଁ ଲୁହ କରିଦେଲି। ତାପରେ ସେଠୁ ନେଇକି ଆସିଲି ବାଇଟେଙ୍ଗ ମଠରେ ରଖିଲୁ। ରଖି ସାରିଲା ପରେ ଟ୍ରିଟମେଣ୍ଟ କଲୁ, ଏ ଯେଉଁ ଡାକ୍ତରକୁ ଆଣିକି। ଡାକ୍ତର କହିଲା ତାଙ୍କର ହେଉଛି ବ୍ରେନ୍ ମ୍ୟାଲେରିଆ। ତେଣୁ ସେ ବ୍ରେନ୍ ମ୍ୟାଲେରିଆରୁ ତାଙ୍କର ଚେତନା ରହୁନି। ଆଉ ସେଠୁ ସେ ମେଡ଼ିସିନ ଲେଖିଦେଲା, ବ୍ରେନ୍ ମ୍ୟାଲେରିଆ ଭଲ ହେଇଗଲା। ହେଲେ ଶରୀର ଦୁର୍ବଳତା ଗଲା ନାହିଁ। ଯଦି ଦୁର୍ବଳତା ଗଲା ନାହିଁ, ଠାକୁରଙ୍କର ଖାଦ୍ୟପେୟର ଅବହେଳା ଘଟିଲା। କେହି ଠାକୁରଙ୍କର ମାନେ ଦାୟିତ୍ୱ ନେଲେ ନାହିଁ। ସେ ମଠରେ ଆଉ ଗୋଟିଏ ଥିଲା ସ୍ତ୍ରୀ ଲୋକ, ତା ନାଁ ହେଉଛି ବସି ବୋଲି ତାକୁ କୁହନ୍ତି। ସେ ବସି ଆଉ ମୁଁ, ଆମେ 2 ଜଣ ଠାକୁରଙ୍କର ଦାୟିତ୍ୱ ନେଲୁ। କିଛି ପଇସା ଆମେ ରଖୁ। ସେ କ'ଣ ଖାଇବେ, ସେ କ'ଣ ଶାଗ ଟିକେ, ଇଏ ଟିକେ, କ୍ଷୀର ଟିକେ, ଏଇ ଜିନିଷ ଇଏ ସବୁ ଖାଇବେ। ତାଙ୍କୁ ଦେଲା ପରେ ଠାକୁର ଟିକେ ସୁସ୍ଥ ହେଇଗଲେ। ସୁସ୍ଥ ହେଲା ପରେ ପ୍ରଫୁଲ୍ଲ ଅଧିକାରୀ ବୋଲିକି ଜଣେ ବୈଷ୍ଣବ ଲୋକ ଥାଆନ୍ତି। ସିଏ କାଲକାଟାରେ ତାଙ୍କର ଚାକିରି। ସିଏ ଆସିଥାନ୍ତି ମଠକୁ। ସେତେବେଳକୁ ହେଉଛି ମେ ମାସରେ ଅକ୍ଷୟ ତୃତୀୟା ଯଜ୍ଞ ସରିଗଲା। ଠାକୁର ଅଟକେଇ ଦେଲେ, କହିଲେ ତୁ ରହ, ତୋ ସ୍ତ୍ରୀ ଛୁଆ ପିଲାଙ୍କୁ ଘରକୁ ପଠେଇଦେ। ସେ ପଠେଇଦେଲା। ରହିସାରିଲା ପରେ ସିଏ ତାକୁ ଧରିକିରି ସେ ଟ୍ରେକରରେ ଆମେ ସମସ୍ତେ ପଳେଇଗଲୁ କାଲକାଟାରେ ପହଞ୍ଚିଲା ପରେ ଠାକୁରଙ୍କୁ ତାଙ୍କୁ ବିଶ୍ରାମ ଦେଇ ସେ ରାଧାକୃଷ୍ଣ ବାବା କ'ଣ କଲେ ନା, ପଳେଇ ଆସିଲେ। କହିଲେ ବା ମୁଁ ଯାଉଛି, ଆପଣ କେଉଁ ଦିନ ଯିବେ କୁହନ୍ତୁ। ଠାକୁର କହିଲେ ନାରେ ଆଉ ଯିବି ନାହିଁ। ସେଇଠୁ ଏ କଥାଟାକୁ ଖିଆସି ବଣିଲେ। ମୋର ଆଜି ପର୍ଯ୍ୟନ୍ତ ମନେ ଅଛି। ମୁଁ କହିଲି ଠାକୁରେ ଯିବି ନାହିଁ ବୋଲି କାହିଁକି କହିଲେ? ସେଠୁ ବୁଝିପାରିଲେନି। କହିଲେ ଆପଣ କ'ଣ କହୁଛନ୍ତି ମୁଁ ଜାଣିପାରୁନି, ଆପଣ କୁହନ୍ତୁ କେଉଁ ଦିନ ଯିବେ। ନା ହଉ ତୁ ଯା, ମୁଁ ଯିବି ଯେ ଟିକେ ଡେରି ହେବ। ଏହା କହିକି ତାକୁ ବିଦା କରିଦେଲେ। କେତେ ରାଧାକୃଷ୍ଣ ବାବାକୁ। ସିଏ ରାଧାକୃଷ୍ଣ ବାବୁରାମ ମା ଭାବିଲେ ଯେ ଠାକୁରେ ପ୍ରତିବର୍ଷ ଦୁର୍ଗା ପୂଜାକୁ କାଲକାଟାକୁ ଯାଆନ୍ତି ଏବଂ ଦୁର୍ଗା ପୂଜା ପରେ ଫେରନ୍ତି। ସେ ଭାବିଲେ ତ ରଜ ପୂର୍ବରୁ ଯାଇଛନ୍ତି, ଆଉ ବୋଧେ ରହିଯିବେ, ଡେରିରେ ଯିବେ ମାନେ ଦୁର୍ଗା ପୂଜା ପରେ ଫେରିବେ। ଇଏ ତାଙ୍କର ଭାବିକି ତାଙ୍କର ଚୁପଚାପ ରହିଗଲେ। ଆଉ କ'ଣ, ରହିଲା ପରେ ଚିତା ଲାଗି ଅମାବାସ୍ୟା ଦିନ ଯେତେବେଳେ ଦୈନିକ ସକାଳୁ ମୁଁ ତାଙ୍କୁ ସେଠି ତାଙ୍କର ସେବା ଯତ୍ନ ଯାହା କରିବା କଥା କରେ। ଯେଉଁଦିନେ ସେ ଯିବେ ସେଇଦିନେ ସେ ଶ୍ରୀମଦ୍ ଭଗବତ ଗୀତାର 8ମ ଅଧ୍ୟାୟଟି ପାଠ କରନ୍ତି, କିନ୍ତୁ ସେଇଦିନେ ସେ ଗୋଟେ ଶ୍ଲୋକ ଭୁଲି ଯାଉଥାନ୍ତି। ଯେତେବେଳେ ଭୁଲିଗଲେ ମୁଁ କ'ଣ ନା ତାଙ୍କୁ ଧରେଇ ଦେଲା ବେଳକୁ ସେଉଠୁ ଚିତା ଚୈତନ୍ୟ କରିଦେଲି। ବସିସାରିକି କେହି ନାହାନ୍ତି। କହିଲେ ଶୁଣୁ, ତୁ ପାଦ ଧରି ସତ୍ୟ କର। ମୁଁ ପାଦ ଧରି ସତ୍ୟ କଲି। ତ୍ରିବାରେ ସତ୍ୟ କ'ଣ ନା, ମୁଁ ଯେଉଁ କଥାଟା କହିବି ଏ କଥାଟା ଦ୍ୱାରବନ୍ଧ ଡେଇଁକି ଯିବନି। ମୁଁ ନା ଯିବନି ଦ୍ୱାରବନ୍ଧ ଡେଇଁକି। କ'ଣ ନା ଦୟା ଆଜି ପଳେଇବ। ଏ ଦୟା ଆଜି ପଳେଇବ ଆପଣ କହୁଛନ୍ତି? ଆମେ ଦୁନିଆରେ ଆଲୋକ ଦେଖିନୁ, ଗୁରୁ ଭାଇମାନେ କେହି କିଛି ଜାଣିନାହାନ୍ତି, କେହି ଆମେ କିଛି ସେମିତି ମଣିଷ ହେଇନୁ। ଆପଣ ପଳେଇବେ, ଏ ସଂସ୍ଥା ରହିବ କେମିତି? ମର୍ତ୍ତ୍ୟମଣ୍ଡଳେ ଦେବ ଭାଇ ଦେବତା କହିଲେ ମରି ଆପଣ ନିଶ୍ଚୟ ଯିବେ, ଏଇଟା ସତ୍ୟ। କିନ୍ତୁ ଆମେ କେମିତି କ'ଣ କରିବୁ? ସେଇଠୁ କହିଲା ଦୟା କ'ଣ ନଦେଇଛି?
एकाक्षर अणाक्षर तत्व जानबु तत्व जानबु मु कहली आपण कहते कहे कागज आने कलम आने आउ डाकिबे मु लिखी सेगुड़ा हो पार आपण हृदय लिखि दिंतु से हसिले बड़ हसठ हसिले से मात्र तापर से दिन राति 12टारे से आउ जड़े थाए जन गुरु भाई 3 जन आम थाऊ कौटी से जो कक्षरे 3 जन थाऊ कहीं कक्षरे थिले 3 जन कर आयुध विद्यमान पढ़ीनु से बईटा को भल कि से कक्षरे थिले 3 जन किमिति ना भगवान श्रीकृष्ण जेते बेले अस्वस्थ वृक्ष मूल देहत्याग कले तांको पाखरे किए थिला किए थिला आउ हाँ मोटे नुहे अर्जुन नथिला कि जारा सबर नथिला बुझिपारे कि तांको पाखरे शंख गदा आउ पद्म ठाकुरंकर 4टा आयुध गोटे शंख चक्र गदा पद्म चक्रटी प्रद्युम्न को मारिक पलैगला शून्य को आ भगवान हाथ को फेरला ना चक्र मारिक पलैगला आउरे लिखे गदा पद्म शंख ये 3 जन थे ये 3 जन से मूर्तिमंत मान मूर्ति होती सेवा करते मनुष्य मूर्ति की सेवा करते कौटी जिते से जिते सी मूर्ति होगी सेवा करते से बईटा हेल्ले मुझे कहती जिते मूर्ति से सेवा करते से कौन है ना जारा सबर देखला पाद पर पाद पकई बसन तो पद्म पाद पादटा ताको मृग कर्ण भाया देखाला शियाली लता टे लुचिक दूर जो देखला मारिदेला जी कांड बुझे कि तेणु जो कांडटा बिंधि देती पाद तले से कौन है ना सी दौड़ की पड़ी आसला केते हेले 4 ये 4 जन आसी पहुँचले।